ପ୍ରଭୁ ଶ୍ରୀରବିନ୍ଦ ପାଠଚକ୍ର ଉପସ୍ଥିତ ସମସ୍ତ ଅପବିମାନ ପ୍ରଣାମ। ବନ୍ଦେ ମାତରମ୍। ମା ଚିତନା ସୁରୁଜ ହୋଇ ମୁଇଁ ଆସ ମଧୁମୟୀ, ଜଡ଼ ଅନ୍ଧକାର ଛୁଇଁ ଆଲୋକ ପରସି ଦେଇ। ଚିତନା ସୁରୁଜ ହୋଇ ମୁଇଁ ଆସ ମଧୁମୟୀ, ଜଡ଼ ଅନ୍ଧକାର ଛୁଇଁ ଆଲୋକ ପରସି ଦେଇ। ମଙ୍ଗଳମୟ ହେଉ ଏ ଜୀବନ, ମଙ୍ଗଳମୟ ହେଉ ଏ ଜୀବନ, ଅମିୟ ପରଶ ପାଇ। ଜନନୀ ଗୋ ମଧୁମୟୀ, ଜନନୀ ଗୋ ମଧୁମୟୀ, ଝଙ୍କାର ତୋଳଇ ଜୀବନ ସଙ୍ଗୀତ, ନବ ଛନ୍ଦ ଗୀତି ରାଗେ। ମଳିନ ଭାବନା ଚିନ୍ତା କଳ୍ପନା, ରୋଧ করে পথ আগে। ঝঙ্কার তোড়ই জীবন সঙ্গীত, নব ছন্দ গীতি রাগে। মলিন ভাবনা চিন্তা কল্পনা, রোধ করে পথ আগে। চাহি অছ বলি বন্ধনু মুকুড়ি, চাহি অছ বলি বন্ধনু মুকুড়ি, চালিছি ভরসা দেই। জননী গো মধুময়ী, জননী গো মধুময়ী, মন মূল করে সঞ্চারি দিয় মা, জ্ঞান আলোকর ধারা। দিব্য শক্তিরে ভরি উঠো প্রাণ, পুলকিত প্রীতি ভরা। মন মূল করে সঞ্চারি দিয় মা, জ্ঞান আলোকর ধারা। দিব্য শক্তিরে ভরি উঠো প্রাণ, পুলকিত প্রীতি ভরা। অর্পিছি মায়া কায়া কোষ বিন্দু, অর্পিছি মায়া কায়া কোষ বিন্দু, শ্রীপয়রে তুম পাই। জননী গো মধুময়ী, চেতনা সুরুজ হই উই আস মধুময়ী, জড় অন্ধকার ছুঁই আলোক পরশি দেই। মঙ্গলময় হেউ এ জীবন, অমিয় পরশ পাই। জননী গো মধুময়ী, জননী গো মধুময়ী, জননী গো মধুময়ী। মা 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 সমস্ত অপবিমান প্রণাম। বন্দে মাতরম। ପ୍ରୋଟେଷ୍ଟାଣ୍ଟ ମାନେ କଣ ହେଇପାରେ? ଯୋଉମାନେ ପ୍ରତିବାଦ କରନ୍ତି, ପ୍ରୋଟେଷ୍ଟ କରନ୍ତି। ନୂଆ ବାଇବେଲ ବି ଲେଖାଗଲା, କ୍ଲାସିକ ବାଇବେଲଟି ତା ଜାଗାରେ ରହିଗଲା। ସେମାନେ ଆଘାତ କଲେ ଯୋଉ ବ୍ୟବସ୍ଥାଟି ଥିଲା, ଧର୍ମଗତ ସାମାଜିକ ରାଜନୈତିକ ବ୍ୟବସ୍ଥା,
ତା ବିରୁଦ୍ଧରେ ସେମାନେ ବିଦ୍ରୋହ କଲେ। ଆମେ ଯଦି ମାର୍ଟିନ ଲୁଥର କିଙ୍ଗଙ୍କ କଥା କହିବା, ଯିଏ ପ୍ରୋଟେଷ୍ଟାଣ୍ଟ ଆନ୍ଦୋଳନର ମୁଖ୍ୟ ନେତୃତ୍ୱ ନେଇଥିଲେ, ସେ ଗୋଟେ ନିଗ୍ରୋ ଥିଲେ। ଯେତେ ଛୋଟ ଥିଲେ, ପାଠ ପଢୁଥିଲେ, ଛୋଟ କ୍ଲାସରେ ସ୍କୁଲ ଯାଉଥିଲେ, ସେତେବେଳେ ଗୋରା ପିଲାମାନେ, ହ୍ୱାଇଟ୍, କଳା ଗୋରା ଭେଦଭାବଟା ବହୁତ ରହିଛି ନା, ଥିଲା, ଏବେ ତ କମିଛି, ତଥାପି ବି ଅଛି। ରେସିଆଲ ଡିସ୍କ୍ରିମିନେସନ ଗୁଡା ଏତେ ଜଲ୍ଦି ପଳେଇବନି ମଣିଷ ମନରୁ। ଘୃଣା ଗୁଡିକ ଭିତରେ ରହିଥିବ, ଆଇନ ଦୃଷ୍ଟିରୁ ଆପଣ ହୁଏତ ମାନୁଥିବେ। କାରଣ ମଣିଷ ପାଖରେ ଘୃଣା ବିଦ୍ୱେଷଟା ରହିବ ଯଦି ସେ ଗୋଟେ ଆଧ୍ୟାତ୍ମିକ ମଣିଷ ନହେଲା। ଅସୂୟା ଗୁଡିକ, ଇଣ୍ଟଲରେନ୍ସ, ଦ୍ୱେଷ, ଏଗୁଡା ସବୁ ଯିବନି ଏତେ ସହଜରେ। ଯେତେବେଳେ ତାଙ୍କ ଜୀବନରେ ସବୁ ଘଟୁଥିଲା, ଗୋରା ପିଲାମାନେ ତାଙ୍କ ଜୀବନରେ ତାଙ୍କ ସାଙ୍ଗରେ ସାଙ୍ଗ ହଉନଥିଲେ, ଯେତେବେଳେ ତାଙ୍କ ପିଲାମାନଙ୍କ ଉପରେ ସେଇ ଅତ୍ୟାଚାରଟି ହେଲା, ମାନେ ପାଖ ପଡୋଶୀରେ ଯୋଉ ଗୋରା ଲୋକମାନେ ରହିଥିବେ ସେମାନେ ଦୂରେଇ ରହିବେ, ତାଙ୍କ ଛୁଆମାନଙ୍କୁ ଦୂରେଇ ରଖିବେ, ସେଟା ବଡ ଅପମାନ ଲାଗିବନି? ଆମ ଦେଶରେ ଯେମିତି ସବର୍ଣ୍ଣ ଅସବର୍ଣ୍ଣ ଏମିତି ସବୁ ବ୍ୟବସ୍ଥା ରହିଛି, ଆମ ଦେଶରେ ଧାର୍ମିକ ଦ୍ୱେଷ ବହୁତ ରହିଛି, ତା ସାଙ୍ଗରେ ଜାତିଗତ ଦ୍ୱେଷ ଗୁଡିକ ବି ରହିଛି। ତ ମନଟା ବିଦ୍ରୋହ କରିବ। ଆମେ ସେଇ ସାମାଜିକ ବ୍ୟବସ୍ଥାରେ କାହିଁକି ରହିବୁ ଯୋଉଠି ଆମକୁ ଏତେ ଘୃଣା କରାଯିବ, ଏତେ ଉପେକ୍ଷା କରାଯିବ, ଏତେ ଅବହେଳା କରାଯିବ, ଏତେ ଅପମାନ କରାଯିବ। ରାଜନୈତିକ ବ୍ୟବସ୍ଥା ବିରୁଦ୍ଧରେ ବି ସେଠି ଲଢେଇ ହବ, ହେଲା ବି। ଯେବେ ଦାସତ୍ୱ ପ୍ରଥା ଉଚ୍ଛେଦ କରିବାକୁ ପଡିଲା ଆମେରିକାରୁ, ସେତେବେଳେ ସ୍ଲେଭ୍ ମାନଙ୍କୁ ସବୁ ଆଫ୍ରିକା ହାଟରୁ କିଣି ଆଣୁଥିଲେ ଗୋଟେ ଗୋରୁ ଗାଈ ଭଳିଆ। ତାଙ୍କୁ ପିନ୍ଧିବାକୁ ଲୁଗା ବି ଦିଆଯାଉନଥିଲା। ସେମାନଙ୍କୁ, ପଶୁ ମାନଙ୍କୁ ଯେମିତି ଆମେ ବାନ୍ଧିକି ରଖୁ ଗୁହାଳରେ, ସେମିତି ତାଙ୍କୁ ବାନ୍ଧିକି ରଖୁଥିଲେ। ଖାଇବା ନାଁରେ ଏଣୁ ତେଣୁ ଟିକେ ଖାଇବାକୁ ଦଉଥିଲେ, ତ ବିଲରେ ଖଟଉଥିଲେ, କୌଣସି ମଜୁରୀ ନଥିଲା। ତାଙ୍କ ପାରିବାରିକ ଜୀବନ ବା ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରତି କୌଣସି ଭ୍ରୂକ୍ଷେପ ନଥିଲା। ତେଣୁ ସେଭଳି ଗୋଟେ ସାମାଜିକ ବା ରାଜନୈତିକ ଜୀବନକୁ ଜଣେ ମାନିବ ବି କାହିଁକି? ବିଦ୍ରୋହ ହେଲା। ତେଣୁ ଯେତେବେଳେ ଆମେ ଗୋଟେ କନଭେନସନାଲ ଏଜର କର୍ତ୍ତୃତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲଗେଇବା, ତାକୁ ମାନିବା ନାହିଁ, ଅମାନ୍ୟ କରିବା, ଅସ୍ୱୀକାର କରିବା। ଯେମିତି ଆମ ଦେଶରେ ଥିଲା, ଝିଅ ମାନେ ପାଠ ପଢିବେନି। ଆମ ଦେଶରେ ଜଣେ ବିଶିଷ୍ଟ ନାରୀ ନେତ୍ରୀ ଥିଲେ, ସାବିତ୍ରୀବାଈ ଫୁଲେ। ସେମାନେ ସବୁ ସାମାଜିକ ଆନ୍ଦୋଳନ ତିଆରି କରିଛନ୍ତି। ଯେତେବେଳେ ସେ ଝିଅ ମାନଙ୍କୁ ପାଠ ପଢିଲେ, ସେତେବେଳେ ସମାଜର ଯୋଉମାନେ ମଙ୍ଗୁଆଳ, ଯୋଉମାନେ ସବୁ ଅଭିଭାବକ, ସେମାନେ କହିଥିବେ କେତେ ପାପ ହେଇଗଲା ଝିଅ ମାନେ ପାଠ ପଢିଲେ, 14 ପୁରୁଷ ନରକରେ ପଡିବେ। ତେଣୁ ଯେତେବେଳେ ଆମେ ସେମାନଙ୍କର କର୍ତ୍ତୃତ୍ୱଟିକୁ ଅମାନ୍ୟ କରିବା, ଅସ୍ୱୀକାର କରିବା, ଆଉ ସେ ପରମ୍ପରାଟିକୁ ଭାଙ୍ଗିବା, ଏଇ ଯୋଉ ରାଜନୈତିକ ବ୍ୟବସ୍ଥା, ନୈତିକ ବ୍ୟବସ୍ଥା, ସାମାଜିକ ବ୍ୟବସ୍ଥା, ସବୁ ବ୍ୟବସ୍ଥା ଗୁଡିକ ସେଇ ପରମ୍ପରା ଉପରେ ଛିଡା ହେଇଥାଏ। ତେଣୁ ଆପଣ ମାନେ ସେମାନେ କହିବେ, ତମେ ଯେତେବେଳେ ଏଇ କଥାଟିକୁ ବିରୋଧ କରୁଛ, ତମେ ଯୋଉ ଡାଳରେ ଛିଡା ହେଇଛ ସେଇ ଡାଳଟାକୁ କାଟୁଛ। କାହିଁକି ସେପରି କହିବେ? ନା ଦେଖ, ତମେ ନିଜ ସତ୍ୟର, ତମ ନିଜ ସତ୍ୟ ଯେ ପରମ୍ପରାବାଦକୁ ତମେ ବିରୋଧ କରୁଛ ଏବଂ ସେଇଟା ତାକୁ ସଫଳ ବିରୋଧ କରୁଥିବା ପର୍ଯ୍ୟନ୍ତ ଗୋଟେ ସମାନ୍ତର ସତ୍ୟ ତମ ପାଖରେ ଆସିନାହିଁ, ଗୋଟେ ନୂଆ ବ୍ୟବସ୍ଥା ତିଆରି ହେଇନାହିଁ। ପୁରୁଣା ବ୍ୟବସ୍ଥା ଉପରେ ରହିକି ସେଇ ପୁରୁଣା ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ କରିବା ସତରେ ସେଇ ଡାଳରେ ଛିଡା ହେଇକି ସେଇ ଡାଳକୁ ହାଣିବା ସଦୃଶ। କିନ୍ତୁ ସେ ରିସ୍କ ନବାକୁ ପଡିବ। ଆପଣ ନିଜେ ପଢନ୍ତୁ ପଛେ, କିଛି ନହେଲେ ଏ ବ୍ୟବସ୍ଥା ତ ବଦଳୁ। ତେଣୁ ଯୋଉମାନେ ବ୍ୟବସ୍ଥା ବଦଳାଇବାକୁ ଚାହିଁଛନ୍ତି ଅତୀତରେ, ସେ ଯିଏ ବି ହେଇଥାନ୍ତୁ, ଗାନ୍ଧୀ ହୁଅନ୍ତୁ, ବିନୋବା ହୁଅନ୍ତୁ,
ସେମାନେ ସମସ୍ତେ ଗୋଟେ ଏଇଭଳି ଅପୂର୍ବ ଅବସ୍ଥା ଭିତରେ ଗତି କରିଛନ୍ତି ଯେ ମଣିଷର ଚିନ୍ତନକୁ ପରିବର୍ତ୍ତନ କରିବା ଭାରି କଷ୍ଟ। ମୁଁ ବୋଧେ ବହୁବାର ଆପଣଙ୍କୁ ଉଦାହରଣ ଦେଇଛି, ଓଡିଶାର ଜଣେ ଅତି ବିରାଟ ଜ୍ଞାନୀ ବ୍ୟକ୍ତି ଥିଲେ। ତନ୍ତ୍ର ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟ ରହିଥିଲା। ଇଂରାଜୀ ସାହିତ୍ୟ ଦର୍ଶନ ଯେ ଭଲ ଭାବରେ ଜାଣୁଥିଲେ, ଜଣେ ବିଶାଳ ଲେଖକ, ଯିଏ ବନ ବିଦ୍ୟାଳୟ ସାକ୍ଷୀ ଗୋପାଳ ଯେ ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ବିଦ୍ୟାଳୟରେ ସେତେବେଳେ MA ପାସ୍ କରିକି ବି ଏତେ ଉଚ୍ଚ ପାଠ ପଢିକି ସେ ଇଂରେଜ ସରକାରଙ୍କ ଅଧୀନରେ ଚାକିରି ନକରି ସେ ସ୍କୁଲ ହେଡମାଷ୍ଟର ହେଇଥିଲେ ନୀଳକଣ୍ଠ ଦାସ। ସେ ନିଜେ ବ୍ରାହ୍ମଣ ଥିଲେ, ଖାଲି ଗୋଟିଏ କଥା କହିଥିଲେ ଯେ ବ୍ରାହ୍ମଣ ପିଲାମାନେ ବ୍ରାହ୍ମଣ ଯୋଉମାନେ ନୁହନ୍ତି ତାଙ୍କ ସହିତ ମିଶିକି ଭୋଜନ କରିବେ ସାଙ୍ଗରେ। ସେତେବେଳେ ବ୍ୟବସ୍ଥା ଥିଲା ବ୍ରାହ୍ମଣ ଛୁଆ ଅଲଗା ଖାଇବେ, ଅନ୍ୟ ଜାତିର ଲୋକମାନେ ଅନ୍ୟ ସମସ୍ତେ ଗୋଟେ ଜାଗାରେ ଖାଇବେ। ବ୍ରାହ୍ମଣ ମାନେ ଜାତି ଶ୍ରେଷ୍ଠ, ତେଣୁ ତାଙ୍କ ସାଙ୍ଗରେ ଭୋଜନ କଲା ଭଳି, ତାଙ୍କ ସାଙ୍ଗରେ ବସିବା ଭଳି, ତାଙ୍କ ସାଙ୍ଗରେ ଉଠା ବସା କରିବା, ତାଙ୍କୁ ଛୁଇଁବା, ଏଗୁଡା ସବୁ ସମ୍ଭବ ନୁହେଁ। ନୀଳକଣ୍ଠ ଦାସ ଥିଲେ ସ୍କୁଲ ପରିବେଶରେ ପିଲାମାନଙ୍କ ଭିତରେ ଏଇଭଳି ଭାବନା ଗୁଡିକ ତିଆରି କରିବା ଆମ ଜାତି ପାଇଁ କ୍ଷତିକାରକ। ସେ ଖାଲି ଗୋଟେ ସାମାନ୍ୟ ନିୟମଟିକୁ ବଦଳେଇ ଦେଲେ ଯେ ବ୍ରାହ୍ମଣ ପିଲାମାନେ ବାକି ମାନଙ୍କ ସହିତ ଭୋଜନ କରିବେ ସାଙ୍ଗରେ, କୌଣସି ଅଲଗା ବସିବାର ବ୍ୟବସ୍ଥା ହବ ନାହିଁ। ଏକଥା ଯେତେବେଳେ ନିକଟବର୍ତ୍ତୀ ବ୍ରାହ୍ମଣ ଶାସନ ଗୁଡିକରେ ପହଞ୍ଚିଲା ଯେ ଏଭଳି ଗୋଟେ ଅନୀତି କରାଯାଉଛି, ତାଙ୍କ ଆଖିରେ ଅନୀତି, ବ୍ୟବସ୍ଥା ଉପରେ କିଏ ଜଣେ ଆଘାତ କରୁଛି, ପରମ୍ପରାକୁ କିଏ ଜଣେ ଭାଙ୍ଗୁଛି, ଯୋଉଟାକୁ ସେମାନେ ନୀତିଗତ ଭାବରେ ଠିକ ମନେ କରି ଆସିଛନ୍ତି, ଯେତେବେଳେ ଆପଣ ତା ଉପରେ କୁଠାରଘାତ କରିବେ, ସେମାନେ କଣ କରିବେ ନା ଯୋଉମାନେ ପୁରାତନ ବ୍ୟବସ୍ଥାର ସମର୍ଥନ କରୁଛନ୍ତି, ଯୋଉମାନେ ଦିଗ୍ବିଜୟୀ ତଥାକଥିତ ଅଭିଭାବକ ମାନେ, ସେମାନେ କହିବେ ଦେଖ ତମେ ସବୁ ଯାହା କରୁଛ ପରିବର୍ତ୍ତନ ପାଇଁ, ଏଗୁଡିକ ସାମାଜିକ ନିରାପତ୍ତା ପାଇଁ ବିପଦ ଆଣିବ, ରାଜନୈତିକ ବ୍ୟବସ୍ଥା ପାଇଁ ବି ବିପଦ ଆଣିବ, ଧର୍ମ ପରମ୍ପରା ପାଇଁ ଅତି ମାତ୍ରାରେ ବିପଜ୍ଜନକ। ଯଦି ଧର୍ମ ଅଧର୍ମ ରହିବ ନାହିଁ, ଉଚ୍ଚ ନିଚ ରହିବ ନାହିଁ, ସବର୍ଣ୍ଣ ଅସବର୍ଣ୍ଣ ରହିବ ନାହିଁ, କୁଳ ଅକୁଳ ଜାତି ଅଜାତି ରହିବ ନାହିଁ, ତାହେଲେ ତ ସବୁ ବିଗିଡିଯିବ। ସେମାନେ କହିବେ ଏଇ କଥାଟି କହିବେ, ଆଉ ଖାଲି କହିବେ ନାହିଁ, ସେମାନେ ଦମନ ବି କରିବେ। ମୁଁ ଆପଣଙ୍କୁ ଆମେରିକାର ଦାସତ୍ୱ ପ୍ରଥା ଉଚ୍ଛେଦର କଥା କହୁଥିଲି। ଯୁଦ୍ଧ ହେଲା, ସିଭିଲ ୱାର। ଦଳେ ଲୋକ କହିଲେ ହଁ ସେଇ ଦାସତ୍ୱ ବ୍ୟବସ୍ଥା ଠିକ ଅଛି, ଏମାନଙ୍କର ମଣିଷ ହେଇ ବଞ୍ଚିବାର କୌଣସି ଅଧିକାର ନାହିଁ, ସେମାନଙ୍କର ପରିବାର କରିବା, ତାଙ୍କ ପୁଅ ଝିଅ କଣ ଦରକାର କଣ, ସେମାନେ ପଶୁ ଭଳି ଖଟିବେ ଆମ ମାନଙ୍କର ବିଲରେ, ଆମର ହଜାର ହଜାର ଏକରର ଜାଗା ଅଛି, ଆମେ ସେମାନେ ସବୁ ସେଠି କାମ କରିବେ, ଦରମା କଣ ଦରକାର, ପଇସା କଣ ଦରକାର, ମଜୁରୀ ନେଇ କଣ କରିବେ। ଆମେ କଣ ବଳଦକୁ ମଜୁରୀ ଦଉ? ଯେତେବେଳେ ଲୋକମାନେ ବଳଦ ପାଳୁଥିଲେ, ହଳ କରୁଥିଲେ, କଣ ବଳଦକୁ ମଜୁରୀ ଦିଆହଉଥିଲା? ତାକୁ ବାନ୍ଧିକି ରଖା ହଉଥିଲା, କୋଟା କଣ୍ଡା ଦିଆ ହଉଥିଲା, ସେମାନେ ରହୁଥିଲେ, କାମ କରୁଥିଲେ। ତ ଏମାନେ ସେଇଭଳି ଏଭଳି ଲୋକ ବି ଥିଲେ ଯୋଉମାନେ ତା ବିରୁଦ୍ଧରେ ଯୁଦ୍ଧ କରିଛନ୍ତି, ବନ୍ଧୁକ ଧରିକି ଯୁଦ୍ଧ କରିଛନ୍ତି। ପ୍ରଭୁ କହୁଛନ୍ତି ଯେ ଯେତେବେଳେ ଏଇଆ ହବ, ଦି ଚାମ୍ପିୟନ୍ସ ଅଫ୍ ଦି ଓଲ୍ଡ ଅର୍ଡର, ଓଲ୍ଡ ଅର୍ଡର ମାନେ ପୁରାତନ ବ୍ୟବସ୍ଥାର ଯେଉଁମାନେ ସବୁ ଚାମ୍ପିୟନ ଅଛନ୍ତି, ଦିଗ୍ବିଜୟୀ ମାନେ ଅଛନ୍ତି, ବୀର ମାନେ ଅଛନ୍ତି, ସେମାନେ କଣ କରିବେ, ମେ ବି ରାଇଟ୍, ସେମାନଙ୍କୁ ତାଙ୍କୁ ଠିକ ଲାଗିବ କଣ ନା, when they seek to suppress him as a destructive agency, ସେ କହିବେ ଦେଖ ଏଇ ଯୋଉମାନେ ପରିବର୍ତ୍ତନ ଚାହୁଁଛନ୍ତି ଏଗୁଡାକ ଡିଷ୍ଟ୍ରକ୍ଟିଭ ଏଜେନ୍ସି, ବିନାଶକାରୀ କାରଣ, ତାଙ୍କ ଭାବିବା ଉଚିତ। ମନେ କରନ୍ତୁ ଆପଣ ତ ରେବତୀ ଗଳ୍ପ ପଢିଛନ୍ତି ନା, ରେବତୀ ଯେତେବେଳେ ପାଠ ପଢିଲା ତ ଗୋଟେ ଝିଅ ଛୁଆଟିଏ, ସିଏ ଗୋଟେ ଟିଚର ପାଖକୁ ଯିବ ପାଠ ପଢିବାକୁ, ସେ ଗୋଟେ ପୁଅଟିଏ,
ଏ କଥା ବୁଢୀଙ୍କ ଆଖିକୁ ଠିକ ଗଲାନି, ଜେଜେମାର ଆଖିକୁ ଏ କଥାଟା ଶୋଭା ପାଉନଥିଲା। ସେ କେତେ ଥର ତା ପୁଅକୁ ହେଜିଦେଲେ ଯେ ଦେଖ ତୋ ବଂଶ ବୁଡିଯିବ, କାଳ କାଳର ପଦ୍ଧତି, ଝିଅ ପାଠ ପଢିନାହିଁ, ପରପୁରୁଷ ଆଗକୁ ଯାଏନି, ତୁ ଏଇଟା କରୁଛୁ, ବଂଶ ବୁଡିଯିବ। ଉଚ୍ଛନ୍ନ ତାଇ ସତରେ ବି ହେଇଗଲା। ତ ସବୁ କିଛି ପାଇଁ ରେବତୀକୁ ଦାୟୀ କରାଗଲା। ଯେ ବାପ ମଲା, ବଳଦ କିଏ ନେଇଗଲା, ଜମି କିଏ ଛଡେଇ ନେଲା, ମା ମରିଗଲା, ବାସୁ ମରିଗଲା, ସେଥିରେ ରହିଗଲେ ଗୋଟେ ବୁଢୀ ଲୋକ। କି ଟ୍ରାଜିକ ଷ୍ଟୋରି, ମାନେ ଇନଡିଡ ଏ ଟ୍ରାଜିକ ୟୁନିକ୍ ଲଭ୍ ଷ୍ଟୋରି, ୟୁନିକ୍ ଲଭ୍ ଷ୍ଟୋରି। ସେମିତି ଲଭ୍ ଷ୍ଟୋରି ଲେଖିବା ସମ୍ଭବ ନୁହେଁ। ବାସୁ ଗୋଟେ ଶିକ୍ଷକ, ସିଏ ଶ୍ୟାମ ମହାନ୍ତିଙ୍କ ଉପରେ ଏତେ ବେଶୀ ପ୍ରଭାବ ପକେଇ ପାରିଲେ ଯେ ସେ ରାଜି ହେଲେ ତାଙ୍କ ଝିଅଟିକୁ ପାଠ ପଢେଇବା ପାଇଁ। ତେଣୁ ଯେତେବେଳେ ସମାଜରେ ଏଇଭଳି ଗୋଟେ ପରିବର୍ତ୍ତନ ଆସିବ, ପୁରାତନ ବ୍ୟବସ୍ଥାର ସମର୍ଥନ କରୁଥିବା ଚମ୍ପିୟନ ମାନେ ଅଛନ୍ତି, ବୀରମାନେ, ଦି ଚମ୍ପିୟନ୍ସ ଅଫ୍ ଦି ୱାର୍ଲଡ ଅର୍ଡର, ତାଙ୍କୁ ସବୁ ଠିକ ଲାଗିବ ଯେ ଦେଖ ଆମେ ତାଙ୍କୁ ସବୁ ଦବେଇବା, ସପ୍ରେସ କରିବା, ଏମାନେ ସବୁ ଡେଷ୍ଟ୍ରକ୍ଟିଭ ଏଜେଣ୍ଟ, ସେମାନେ ସମାଜକୁ ଭାଙ୍ଗୁଛନ୍ତି, ସମାଜକୁ ନଷ୍ଟ କରୁଛନ୍ତି। ଯେତେବେଳେ ନୂଆ ନୂଆ ଇଣ୍ଟରକାଷ୍ଟ ମ୍ୟାରେଜ ହଉଥିଲା ଆମ ଭାରତରେ, ଆମ ପିଲା କାଳେ ନୂଆ ନୂଆ, ଗାଁ ଗହଳିରେ ତ ଏଗୁଡା ପଶି ନଥିଲା, ସହରରେ କାଁ ଭାଁ ହଉଥିଲା। ଲୋକେ ଟିଭି ତ ନଥିଲା, ରେଡିଓ ଥିଲା, ଖବର କାଗଜ ଥିଲା। ଗାଁ ଗହଳି ଲୋକେ ସବୁବେଳେ ଗୋଟେ କଥା ଆଲୋଚନା କରୁଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ, ଯିଏ ନେହେରୁଙ୍କର ଏକମାତ୍ର ଝିଅ। ସେ ବିବାହ କରିଥିଲେ ଜଣେ ପାର୍ସିଙ୍କୁ, ମାନେ ପାର୍ସି ଗୁଡିକ ବି ଆମ ଆଖିରେ ମୁସଲମାନ। ତେଣୁ ସେ ଗୋଟେ ହିନ୍ଦୁ ହେଇକି, ହିନ୍ଦୁ ବ୍ରାହ୍ମଣ ହେଇକି ଏମିତି ମୁସଲମାନଙ୍କୁ ବାହା ହେଇଗଲେ, ଏଇ କଥାଟା ଗାଁ ଲୋକମାନେ ବଡ ଆଲୋଚନା କରନ୍ତି। ମୁଁ ବହୁତ ଶୁଣିଛି, ଆପଣ ବି ଶୁଣିଥିବେ। ତେଣୁ ଏଗୁଡିକ ତାଙ୍କ ପାଇଁ ଅଭାବିତ, ସେ ଭାବି ପାରିବେନି କେମିତି ହବ, ହାଉ ଇଟ୍ ଇଜ, କେମିତି ସମ୍ଭବ। ତେଣୁ ପୁରାତନ ତାଙ୍କୁ ଏଟା ଠିକ ଲାଗିବ ଯେ ହଁ ଅନୀତି ବ୍ୟାପିଗଲା, ନୀତି ରହିଲା ନାହିଁ, ଅଧର୍ମ ହେଇଗଲା, ସେଥିପାଇଁ ମେଘ ହଉନାହିଁ, ସେଥିପାଇଁ ଦୁର୍ଭିକ୍ଷ ପଡୁଛି, ସେଥିପାଇଁ ଏ ଦୁନିଆରେ ସମାଜରେ ଏତେ ଅଘଟଣା ଘଟୁଛି, ଏତେ ଦୁର୍ଘଟଣା ଘଟୁଛି। ସେମାନେ ସବୁ କିଛି ପାଇଁ ସେଇମାନଙ୍କୁ ଦାୟୀ କରିବେ। ଡେଷ୍ଟ୍ରକ୍ଟିଭ ଏଜେନ୍ସି, ପେରିଲସ୍ ଟୁ ସୋସିଆଲ ସିକ୍ୟୁରିଟି, ସାମାଜିକ ସିକ୍ୟୁରିଟି, ନିରାପତ୍ତା ପ୍ରତି ଏମାନେ ବିପଜ୍ଜନକ। କୋଉମାନେ? ଯୋଉମାନେ ପରିବର୍ତ୍ତନ ଚାହିଁବେ। ଏଇ ଯୋଉ ପରମ୍ପରାବାଦୀ ମାନେ ତାଙ୍କୁ ସେଇଆ କହିବେ, ଏ ଦେଖ ୟାଙ୍କରି ଯୋଗୁଁ ସବୁ ଅନୀତି ବ୍ୟାପିଲା, ସମାଜରେ କିଛି ଶୃଙ୍ଖଳା ରହିଲା ନାହିଁ, ଧର୍ମ ଅଧର୍ମ ରହିଲା ନାହିଁ, ଅଧର୍ମ ବ୍ୟାପିଗଲା, ଘୋର କରି କାଳ ଆସିଗଲା, ଘୋର କହଳି କାଳ ଆସିଗଲା। କଳି କାଳରେ ଏଇଟା ତ ହବ। ତେଣୁ ସେମାନେ କଣ କରୁଥିବେ, ସବୁ ସମୟରେ ଗାଳି କରୁଥିବେ, ଆଉ ସେମାନେ କହୁଥିବେ ପେରିଲସ୍ ଟୁ ପଲିଟିକାଲ ଅର୍ଡର। ଯୋଉ ସାମାଜିକ ବ୍ୟବସ୍ଥା ରହିଛି, ରାଜନୈତିକ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥାଟା କଣ ଥିଲା କହିଲେ? ରାଜଧର୍ମ ଥିଲା, ରାଜା ଥିଲେ। ରାଜା ମାନେ କଣ? ଗୋଟେ ଅର୍ଗାନାଇଜଡ ଗୁଣ୍ଡା। ଆପଣ ଯଦି ଗୋଟେ ଆର୍ମି ରଖିଛନ୍ତି, 5,000 ସୈନ୍ୟ ତା ଦେହରେ ଅଛନ୍ତି, 10,000 ଅଛନ୍ତି, ଆପଣ ସେମାନଙ୍କୁ ଖାଇ ପିଇ ଦେଇକି, ଜାଗିର ଦେଇକି ପାଳିକି ରଖିପାରିଛନ୍ତି, ସେମାନେ ଆପଣଙ୍କ ପାଇଁ ଲଢି ପାରୁଛନ୍ତି, ଆଉ ସେ ଲଢେଇରେ ଆପଣ ଜିତି ପାରୁଛନ୍ତି, ତାହେଲେ ତ ଆପଣ ରାଜା। ଆଉ କଣ? ଗୋଟେ ପାଖ ରାଜା, ଛୋଟିଆ ରାଜାଟେ ହରେଇଦେବେ, ତାର ଯେତେ ସବୁ ଧନ ସମ୍ପତ୍ତି ଠାରୁ ଆରମ୍ଭ କରି ତା ରାଣୀ ପର୍ଯ୍ୟନ୍ତ ସବୁ ନେଇଯିବେ। ତାପରେ ସେଇ ସମ୍ପତ୍ତିରେ ବ୍ୟବହାର କରି ଆଉ ଗୋଟେ ରାଜ୍ୟକୁ ବିଷୟ କରିବେ। ଏଇ ତ ହେଲା ତାଙ୍କ ପାଠ। କନଭେନସନାଲ ଏଜରେ ସବୁ ଏଇଭଳି ହେଇପାରୁଥିଲା, କିନ୍ତୁ ଯେତେବେଳେ ଇଣ୍ଡିଭିଜୁଆଲ ଯୁଗ ଆସିଲା, ଦେଖିବେ ଡେମୋକ୍ରେସି ପଳେଇ ଆସିଲା। ଏଠି ମନମାନି ଚାଲିବନି। ମୋର ମନ ହେଲା ମୁଁ ଜଣକୁ ଶୁଳିରେ ବସେଇଦେବି, ବିଚାର କରିବି ନାହିଁ, ସେଇ ପାଠ ନାହିଁ। ପ୍ରଧାନମନ୍ତ୍ରୀ ଚାହିଁଲେ, ରାଷ୍ଟ୍ରପତି ଚାହିଁଲେ ମଧ୍ୟ କାହାକୁ ଦଣ୍ଡ ଦେଇପାରିବେ ନାହିଁ। ଆଜିକାଲି ଶାସକ ମାନଙ୍କର ସାମାନ୍ୟ ଜ୍ଞାନ ନଥିବାରୁ ସେମାନେ ସବୁ ସେଇଭଳି କାମ କରୁଛନ୍ତି। ବଡ ଦୁର୍ଭାଗ୍ୟର କଥା। ନିଜେ ବିଚାର କରି ପକଉଛନ୍ତି, କାହା ଘର ଭାଙ୍ଗି ପକଉଛନ୍ତି, ଏମାନେ ଖରାପ ଲୋକ। ଆରେ ଖରାପ ଲୋକ ତ ଠିକ ହେଇପାରେ, ଆଇ ଡୋଣ୍ଟ ନୋ, କିନ୍ତୁ ତାର ତ ବିଚାର ହବ ନା, ସେ ଖରାପ କାହିଁକି ଖରାପ, ତା ଘର ଭଙ୍ଗା ଯିବ କି ନାହିଁ। ତେଣୁ
ଲୋକେ କହୁଛନ୍ତି ବିଚାର କଲେ ସମୟ ଲାଗୁଛି, ସେମାନେ ବାହୁରି ଉତ୍ପାଦ ହଉଛନ୍ତି, ଅସୁବିଧା ହଉଛନ୍ତି, ତେଣୁ ତାଙ୍କୁ ସିଧା ଦମନ କର। ଆଉ ତ ଆମେ ଗୋଟେ ରାଜତନ୍ତ୍ରକୁ ଫେରିଗଲୁ। ରାଜା ଆଦେଶ ଦେଲେ ତାକୁ ଶୂଳିରେ ବସିଦିଅ, ରାଜା ଆଦେଶ ଦେଲେ ତା ମୁଣ୍ଡ କାଟିଦିଅ। ଲୋକେ ବୁଝିବା ଦରକାର, କିନ୍ତୁ କଣ କରିବା? ସେମାନେ ସବୁ ପୁରାତନ ବ୍ୟବସ୍ଥାର ସମର୍ଥକ କରୁଥିବା ଦିଗ୍ବିଜୟୀ ମାନେ, ପୁରାତନ ରାଜନୈତିକ ବ୍ୟବସ୍ଥା, ପୁରାତନ ଧର୍ମ ପରମ୍ପରା ପ୍ରତି ସେମାନଙ୍କର ଅତି ଗୋଟେ ଲଗାଅ ଆସକ୍ତି ରହିଛି। ତେଣୁ ସେମାନେ ତାର ପରିବର୍ତ୍ତନ ଆଣୁଥିବା ବ୍ୟକ୍ତିକୁ ବିପଜ୍ଜନକ ମନେ କରନ୍ତି, ବିନାଶର କାରଣ ବୋଲି ମନେ କରନ୍ତି, ତାକୁ ସପ୍ରେସ୍ କରନ୍ତି, ବାଧା ଦିଅନ୍ତି ତାଙ୍କ ହିସାବରେ। ବଟ୍ ହି ଷ୍ଟାଣ୍ଡସ୍ ଦେୟାର ଆଣ୍ଡ କ୍ୟାନ୍ नो ଅଦର। ଯିଏ ଭାଙ୍ଗିବାକୁ ଯାଇଛି ବ୍ୟବସ୍ଥାକୁ, ସେ ମହାତ୍ମା ସାବିତ୍ରୀବାଈ ଫୁଲେ ହୁଅନ୍ତୁ, କି ମହାତ୍ମା ଗାନ୍ଧୀ ହୁଅନ୍ତୁ, କି ବି ନହେବେ, କି ନୀଳକଣ୍ଠ ଦାସ ହୁଅନ୍ତୁ, ଏମିତି କୋଟି କୋଟି ସଂସ୍କାରକ ମାନେ ସମାଜରେ ରହିଛନ୍ତି। ରାଜା ମୋହନ ରାୟ ବି ତା ଭିତରେ ଆସିବେ। ମୁଁ ତ ମାନେ ଆଧୁନିକ ଭାରତର ଜଣେ ପ୍ରତିଷ୍ଠାତା ଭାବରେ ମୁଁ ରାଜା ରାମମୋହନ ରାୟଙ୍କୁ ଦେଖୁଛି, କିନ୍ତୁ ଯେଉଁମାନେ ସବୁ ପରମ୍ପରାବାଦୀ ସେମାନେ ତାଙ୍କୁ ବହୁତ ଘୃଣା କରନ୍ତି। ତାଙ୍କ ଖୋଜି ଖୋଜିକି ତାଙ୍କ ପ୍ରତିମୂର୍ତ୍ତିକୁ ସବୁ ଭାଙ୍ଗି ଦେଉଛନ୍ତି। ସେ ପ୍ରଥମ ଜଣେ ଲୋକ ଯେ 2-4ଟା କଥା କହିଥିଲେ ଯେ ଭାରତୀୟ ସମାଜକୁ ଶିକ୍ଷିତ କରିବାକୁ ହେଲେ, ସମର୍ଥ କରିବାକୁ ହେଲେ, ସଭ୍ୟ କରିବାକୁ ହେଲେ ଆମକୁ ବିଜ୍ଞାନ ପଢିବାକୁ ପଡିବ, ଇଂରାଜୀ ପଢିବାକୁ ପଡିବ। ଆମକୁ କିଛି ଦିନ ପାଇଁ ଏଇ ଯୋଉ ଆମ ଦେଶୀ ଜ୍ଞାନ ସେଗୁଡିକରୁ ମୁକୁଳିବାକୁ ପଡିବ। କିନ୍ତୁ ଲୋକେ ଆଜି ବି ବୁଝିନାହାନ୍ତି। ମୁଁ ଜଣେ ଅତି ହାଇଲି କ୍ୱାଲିଫାଏଡ ବହୁତ ବଡ ପଦବୀରେ ସେ ଥିଲେ। ମୁଁ ତାଙ୍କୁ କହିଲି, ସେ କହିଲେ ନାଇଁ ଗୁରୁକୁଳ ସିଷ୍ଟମଟା ବଢିଆ ଥିଲା। ଭଲ ଥିଲା, ମନା କରାହଉନି, କିନ୍ତୁ ଆଧୁନିକତାକୁ ମ୍ୟାଚ୍ କରିବନି। ଆପଣ ଆଜିର ଇଣ୍ଟେଲିଜେନ୍ସର ଯୁଗ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଯୁଗ, ଆପଣ ଯଦି ସେଇ ଅନୁସାରେ ନିଜକୁ ଇକ୍ୱିପ୍ କରୁନାହାନ୍ତି, ତାହେଲେ ଆପଣ କଣ ଯାଇ କମ୍ପିଟ୍ କରିପାରିବେ? ଆପଣ ଅମର କୋଷ ଶିଖିଛନ୍ତି, ବିଷ୍ଣୁ ସହସ୍ର ନାମ ପଢିଛନ୍ତି, ଆଉ ସେମାନେ କମ୍ପ୍ୟୁଟର ସାଇନ୍ସ ପଢିଛନ୍ତି, ଆଇଟି ପଢିଛନ୍ତି। କାପାସିଟି ବିଲ୍ଡିଂ ର ଯେତେବେଳେ ଗୋଟେ ନୂଆ ଚ୍ୟାଲେଞ୍ଜ ଆସୁଛି ପୃଥିବୀ ପାଇଁ, ତ ଆପଣ ତାକୁ ସାମ୍ନା କରିବେ ନିଜର ଓପନନେସ୍ ସହିତ। ଆପଣ ସେଟା ପଢିବାକୁ କିଏ ମନା କରୁଛି? ଏଟା ଖରାପ ବୋଲି କିଏ କହୁଛି? କିନ୍ତୁ ସେମାନେ କଣ କରିବେ ନା, ଏଇ ଯୋଉ ଲୋକଟି ଯାଇଥିବ ସେ ତ ଫେରି ପାରିବନି। ମୁଁ ରାଜା ରାମମୋହନ ରାୟଙ୍କ କଥା କହୁଥିଲି। ସେ ଗୋଟେ ତାଙ୍କରି ଘରର ଗୋଟେ ପିଲାକୁ ଭାରି ଶ୍ରଦ୍ଧା କରନ୍ତି, ତାଙ୍କ ପୁତୁରା ବୋଉ ଗୋଟେ। ସିଏ ଯାଇଥିଲେ ଇଂଲଣ୍ଡ, ସେ ଫେରିଲା ବେଳକୁ ସେ ପୁତୁରାଟି ମରିଯାଇଛି, କିଛି ଦୁର୍ଘଟଣା କି କଣ ବସନ୍ତ ନା ହଇଜା କଣ ହେଇଥିଲା, ସେ ବୋହୁଟିକୁ ଲୋକେ ପୋଡିକି ମାରି ଦେଇଛନ୍ତି, ମାନେ ସତୀ କରିଦେଇଛନ୍ତି। ଏ କଥାଟା ତାଙ୍କୁ ବଡ କଷ୍ଟ ଦେଲା ଯେ ଏମିତି ଗୋଟେ ସାମାଜିକ ବ୍ୟବସ୍ଥାରେ ଆମେ ରହିବା। ସବୁ ଲୋକ ଯୋଉଟାକୁ ଠିକ ବୋଲି କହୁଛନ୍ତି ଆମେ ଚାଲିଥିବା। ସବୁ ଲୋକ ତ ଏବେ ମଦକୁ ଠିକ କହୁଛନ୍ତି, ଡିଜେକୁ ଠିକ କହୁଛନ୍ତି, ସବୁ ଲୋକ ତ ଏବେ ଗୁଟୁକାକୁ ଠିକ କହୁଛନ୍ତି। ତ ସବୁ ଲୋକ ଯୋଉଟା କହନ୍ତି ସେଇଟା କଣ ଠିକ ନା କଣ? ବହୁତ ସମର୍ଥକ ଆମେ ସମସ୍ତେ ପଲିଥିନ୍ ବ୍ୟବହାର କରୁଛେ, ତା ଅର୍ଥ କଣ ପଲିଥିନ୍ ଟା ଗୋଟେ ଭଲ ଜିନିଷଟି? ଆମେ ସମସ୍ତେ ଭଲ କହୁଥିବା ଜିନିଷଟି ଭଲ ନ ହେଇପାରେ। ଆମେ କାହିଁକି କହୁଛୁ କିଏ କହିପାରିବ? ଆମେ ଜାଣିନୁ କହୁଛୁ। ଆମେ ଦିୱାଲିରେ ବାଣ ଫୁଟେଇକି ପରିବେଶକୁ ନଷ୍ଟ କରୁଛୁ, ଏଟା କଣ ଭଲ କାମଟେ ନା କଣ? ଆମ ସଂସ୍କୃତି ଭଲ କାମ କରୁଛି, ଭଲ କାମଟା କଣଟା? ପରିବେଶକୁ ନଷ୍ଟ କରିକି ଭଲ କାମ କେମିତି ହବ? ତେଣୁ ସେମାନେ ତ ଯୋଉମାନେ ଯାଇଛନ୍ତି ତାକୁ ବିରୋଧ କରିବା ପାଇଁ, ସେ ତା ବ୍ୟତୀତ ଆଉ କିଛି କରିପାରିବେନି। ସେ ସେଇଠି ଛିଡା ହେଇଛି। ଯିଏ ବିଶ୍ୱାସ କରୁଛି, ମୁଁ ସାବିତ୍ରୀବାଈ ଫୁଲେଙ୍କ କଥା କହୁଛି, ଯେ ନାରୀ ଶିକ୍ଷା ନହେଲେ ସମାଜର ପ୍ରଗତି ହେବ ନାହିଁ। କାରଣ ସେମାନଙ୍କର ପପୁଲେସନ ଅଧା। ପରିବାରରେ ସବୁ କିଛିର ମୂଳ ହଉଛନ୍ତି ମା। ମା ଯଦି ପାଠୋଇ ହବ ତାହେଲେ ହୁଏତ ପରିବାର ଉଦ୍ଧାର ପାଇଯିବ। ଏନଲାଇଟେନମେଣ୍ଟ ଷ୍ଟାର୍ଟ ଫ୍ରମ ଦ ଓମେନ। ଯୋଉ ଘରର ମା ଶିକ୍ଷିତା, ସେ ଘରର ଶିକ୍ଷା ପରିବେଶ
ଅତି ଉନ୍ନତ। ତେଣୁ ଯିଏ ବାହାରିଛନ୍ତି ଏ ପରିବର୍ତ୍ତନ ଆଣିବା ପାଇଁ ସେ ସେଇଠି ଛିଡା ରହିବେ, ସେ नो ଅଦର, ଆଉ କୁଆଡେ ଯିବେନି। ବିକଜ ଟୁ ଡେଷ୍ଟ୍ରୟ ଇଜ ହିଜ ମିଶନ। ଏମାନେ ତାଙ୍କୁ ଯାହା କୁହନ୍ତୁ ତମେ ଧ୍ୱଂସ କରୁଛ, ସେ ବା ଧ୍ୱଂସ କରିବା ପାଇଁ ଲକ୍ଷ୍ୟ ନେଇକି ଆସିଛନ୍ତି। ସେଇଟା ତାଙ୍କ ବ୍ରତ, ତାଙ୍କ ଲକ୍ଷ୍ୟ ସେଇଟା, ଏଇଟା ତାଙ୍କ ମିଶନ। ଟୁ ଡେଷ୍ଟ୍ରୟ ଫଲସୁଡ, ମିଥ୍ୟାକୁ ନଷ୍ଟ କରିବା, ବିନାଶ କରିବା। lay bare a new foundation of the truth, ଗୋଟେ ସତ୍ୟର ନୂତନ ଭିତ୍ତିର ସ୍ଥାପନ କରିବା ପାଇଁ ସେ ମିଶନ ନେଇଛନ୍ତି, ବ୍ରତ ନେଇଛନ୍ତି। ଏ ପରମ୍ପରା ଯୁଗ ଗୁଡିକ ଭାଙ୍ଗିବାରେ ଯେ କେତେ ମହାନ ମହାନ ସାଧକଙ୍କର, କେତେ କେତେ ଯୁଗ ଜନ୍ମାଙ୍କର ଯୋଗଦାନ ରହିଛି, ଲୋକେ ଆଜି ବି ତାଙ୍କୁ ଗାଳି କରୁଛନ୍ତି। ଆଜି ବି ଆପଣଙ୍କ ସାମାଜିକ ବ୍ୟବସ୍ଥାକୁ ଯିଏ ବି କ୍ଷତିରେ ପହଞ୍ଚେଇଥିବ ଆମେ ତାକୁ ଗାଳି କରୁ, ୟାଙ୍କ ଯୋଗୁଁ ବା ସବୁ ଅସୁବିଧା ହେଲା। କିନ୍ତୁ ସେମାନେ ଯେ ମଡର୍ଣ୍ଣିଟିକୁ ଆଣିଛନ୍ତି ସଂଘର୍ଷ କରିକି, ଆଉ ସେମାନଙ୍କ ଜାଗାରେ ଆଉ କିଏ ଥିଲେ ମଡର୍ଣ୍ଣିଟି ଭଳିଟା ଆସିପାରିନଥାନ୍ତା। ଆପଣ ନୂତନତ୍ୱଟା କେମିତି ଆଣିବେ? ଗୋଟେ ପୃଥିବୀର ଯୋଉ ନୂତନ ବାତାବରଣ ସେ ଗୋଟେ ଆଡେ, କିନ୍ତୁ ଭାରତର ଯୋଉ ପରମ୍ପରା ଗୁଡିକ ସେ ବଡ ଅଦ୍ଭୁତ ଅବସ୍ଥାରେ ଅଛନ୍ତି। ଆଜି କଣ ଚନ୍ଦ୍ରଗ୍ରହଣ ଲାଗିବ ନା କଣ, ଚନ୍ଦ୍ରଗ୍ରହଣ, ଆଉ ସେଠି ଆମ ମାନଙ୍କର ଯୋଉ ବ୍ୟବହାର ଗୁଡିକ ଅତି ଆଧୁନିକ ନା ପୁରାତନ? କଣ ମାନେ କିଛି ବିଜ୍ଞାନ ଆଧାରିତ କି ଧର୍ମ ଆଧାରିତ? ଯେତେ ପର୍ଯ୍ୟନ୍ତ ଆମେ ଧର୍ମ ଆଧାରିତ ବିଶ୍ୱାସ ଗୁଡିକୁ ନେଇ ଚାଲୁଥିବା ଆମେ ପୁରାତନତ୍ୱ ଭିତରେ ଅଛନ୍ତି। ବିଜ୍ଞାନ ଆଧାରିତ ଯେତେବେଳେ ଆମର ବିଚାର ଗୁଡିକ ହବ, ବିଶ୍ୱାସ ନୁହେଁ, ବିଜ୍ଞାନ ଆଧାରିତ ବିଚାର, ସେତେବେଳେ ଯାଇକି ଆମେ ଆଧୁନିକ ହବା। ତାହେଲେ ଯିଏ ଏ କଥାଟି କହିବ ତା ଲୋକ ପିଟିବେନି କି? ବଡ ମଜାଦାର ଓଡିଶାରେ ତ ଘଟୁଛି। ସେ ଯୋଉ କଣ ଗୋଟେ ସଂଗଠନ ଅଛି, ତା ନା କଣ, ହେଡୋନିଷ୍ଟିକ ଅର୍ଗାନାଇଜେସନ, ହେତୁବାଦୀ ସଂଗଠନ। ସେ ଯୋଉ ଆମର ଯୋଉ ପରମ୍ପରାବାଦୀ ମାନେ କହୁଛନ୍ତି ଦେଖ ଗ୍ରହଣ ଲାଗିଛି କେହି ଖାଇବେନି, ସେ ବିରିୟାନୀ ନେଇକି ବାଣ୍ଟୁଛନ୍ତି। ଏମାନେ ତାଙ୍କ ଉପରେ ଗୋବର ପକଉଛନ୍ତି, ତାଙ୍କ ଉପରକୁ ଭଙ୍ଗା ଇଟା ପକଉଛନ୍ତି। ସେମାନେ କହୁଛନ୍ତି ତମକୁ ଖାଇବାକୁ ତ କୋଉଠି ମନା କରାହେଇନି, କୁହାଯାଇଛି ପାକ ନିଷେଧ କରିବ। ପାକ ମାନେ କଣ? ରୋଷେଇ କରିବା। ସେଇ ସମୟରେ ରୋଷେଇ କରିବନି, କାହିଁ ତ ଖାଇବ ନାଇଁ କୋଉଠି ଲେଖା ହେଇନି ତ ପାକ ମାନେ କଣ ଖାଇବା? ଆଉ ତମେ ଆଗରୁ ରୋଷେଇ କରି ରଖିଦଉନ, ଖାଇଦବ। ବହୁତ ବିତର୍କ ଅଛି। ଆପଣ ସେ ବିତର୍କରେ ପଡିଲେ ମଣିଷର ଏଇ ଯୋଉ ଅଦ୍ଭୁତ ନିର୍ବୋଧତାକୁ ଦେଖିକି ହସି ହସି ପେଟଇବ। ତା କାଳ କାଳ ଧରି ମଣିଷ କି ଅଦ୍ଭୁତ ଅବସ୍ଥା ଭିତରେ ଦେଇ ଗତି କରୁଛି। ସତରେ ତା ମନଟା କିଭଳି ଭାବରେ ଲିଜ୍ ଆଉଟ୍, ତା ମନଟାକୁ ଗୋଟେ କିଏ ସବୁ ଲିଜ୍ ନେଇଯାଇଛନ୍ତି। ତା ମନରେ ସବୁ ଆଡୁ ସାଡୁ କଥା ଗୁଡା ଅନ୍ୟମାନେ ଭରି ଦେଇଛନ୍ତି, ଆଉ ସେ ସେଇଠି ବଞ୍ଚି ସେମିତି ବଞ୍ଚୁ। ଆଜି ମୁଁ ଜଣକୁ ପଚାରିଲି, ମାନେ କ୍ଷୀରଟା ଗାଈ ପାଖରୁ ଆସୁଛି, ପିଆଜଟା ଗଛରୁ ଆସୁଛି, ତ କୋଉଟା ଭେଜିଟେରିଆନ କୋଉଟା ନନ୍ ଭେଜିଟେରିଆନ? ଯଦି କହିଲା କ୍ଷୀରଟା ନନ୍ ଭେଜ, କ୍ଷୀରଟା ହଉଛି ଭେଜ ଆଉ ପିଆଜଟା ହେଲା ନନ୍ ଭେଜ, ସରିଲା ବାରଟା। ଆରେ ଭାଇ ଆଖିରେ ଦେଖୁଛ, ଏଇଟା ଗୋଟେ ପ୍ଲାଣ୍ଟ, ଗୋଟେ ଗଛ, ଗଛରୁ ଯୋଉଟା ଫଳୁଛି ସେଟା ଭେଜ ନନ୍ ଭେଜ ହେଇଯାଉଛି। ଆଉ ଯୋଉଟା ଗାଈରୁ ଆସୁଛି ତାର ବ୍ଲଡ ଅଛି, ତାର ହାଡ ଅଛି, ତାର ମାଂସ ଅଛି, ସେ ଗୋଟେ ଜୀବ, ସେ ଜୀବରୁ ସୃଷ୍ଟି ହଉଛି କ୍ଷୀରଟା, ସେଟା ହେଇଯାଉଛି ତମର ପାଇଁ ଭେଜ। ବହୁତ ଲୋକ ଥାନ୍ତି ନା ଏଇ ଭେଜ ନନ୍ ଭେଜ ର ମାନେ ଯୋଉ ସେନ୍ସିଟିଭିଟି ଭିତରେ ଥାନ୍ତି, ମାନେ ସାଂଘାତିକ ସେନ୍ସିଟିଭିଟି ତାଙ୍କ ଭିତରେ ଥାଏ। ସେ ଯୋଉ ଆଜିକାଲି ସରକାର ବି ବାଧ୍ୟ ହେଲେ ଗୋଟେ ବିସ୍କୁଟ ପ୍ୟାକେଟ ହଉ ପଛେ ତା ଭିତରେ ଗୋଟେ ଚିହ୍ନ ଦିଆହେଇଥିବ, କୋଉଟା ଗ୍ରୀନ ଦିଆହେଇଥିବ, କୋଉଟା ପିଙ୍କ ଦିଆହେଇଥିବ କଫି ରଙ୍ଗର, ଆଉ ଗୋଟେ କୋଉଠି ରେଡ ଦିଆହେଇଥିବ। ରେଡ ଟା ହେଲେ ତ ନିହାତି ନନ୍ ଭେଜ, ପିଙ୍କ ଟା ହେଲେ ଏଗ ୟୁଜ ହେଇଥିବ,
ଏ କେକ୍ ଫେକ୍ ଦେଖିବେ ଯୋଉ ଲାଗୁଛି ମାର୍କ, ଆଉ ଯୋଉଟା ଭେଜିଟେରିଆନ ସେଟା ଗ୍ରୀନ୍ ମାର୍କ, ତାକୁ ଯାଇ ବହୁତ ଲୋକ ଦେଖନ୍ତି। ତମେ ତ ସକାଳୁ ଉଠିଲେ କ୍ଷୀର ଗୁଡା ପିଉଛ ଚା ରେ, ସେଟା ତ ନନଭେଜ, ଆଉ ତମେ ନିଜେ ନିଜେ ଖୁସି ହଉଛ ତମ ଅଜ୍ଞାନତାକୁ ନେଇ, ନିଜେ ନିଜେ ଖୁସି ହଉଛ ଯେ ଆମେ ଭାରି ସାତ୍ବିକ, ଆମେ ସନ୍ଥ, ଆମେ କେବେ ଆମିଷ ସ୍ପର୍ଶ କରୁନୁ। ସକାଳେ ଯାହା ପିଇଥିଲ ସେ କ୍ଷୀର ଗୁଡା ତ ନନଭେଜ, ଏଥିରେ ଭାବିବାରେ କଣ ଅଛି? ତ ସାଇନ୍ସ କହୁଛି, ସାଇନ୍ସ ବହି ଖୋଲିକି ପଢୁନ। ଓକେ, ଆମେ ତ ହଜାର ହଜାର ବର୍ଷ ଧରି ବିଚିତ୍ର ବିଶ୍ୱାସ ଗୁଡିକ ଭିତରେ ବଞ୍ଚିଛୁ, ଆଉ ସେଗୁଡା ସତ ଲାଗୁଛି ଆଉ, ତେଣୁ ତାର ବିରୋଧ କରିବା ବି ଆମକୁ ରାଇଟ ଲାଗୁଛି। ତେଣୁ ସେ ଯୋଉମାନେ ସବୁ ଚମ୍ପିୟନ ମାନେ ଥିଲେ, ସେ ଚମ୍ପିୟନ ମାନେ ଆପଣଙ୍କୁ ଭୀଷଣ ବିରୋଧ କରିବେ। ଯିଏ ବିରୋଧ କରିବାକୁ ଯାଇଥିବ ସେ ସେଇଠି ଛିଡା ରହିବ, କାରଣ ସେ ତ ଆସିଛି ଡେଷ୍ଟ୍ରୟ କରିବା ପାଇଁ, କାରଣ ତାର ଲକ୍ଷ୍ୟ ହଉଛି ଡେଷ୍ଟ୍ରୟ ଫଲସୁଡ, ମିଥ୍ୟାକୁ ନଷ୍ଟ କରିବା ଏବଂ ଟୁ ଲେ ୱେୟାର ଏ ନ୍ୟୁ ଫାଉଣ୍ଡେସନ ଅଫ ଟ୍ରୁଥ, ସତ୍ୟର ଏକ ନୂତନ ଭିତ୍ତିକୁ ଏଠି ସ୍ଥାପନ କରିବା। ତେଣୁ ତାଙ୍କୁ ବହୁତ ମାଡ ଖାଇବାକୁ ପଡିବ। ମୁଁ ସେଣ୍ଟ ଜୋନ୍ କଥା ଆପଣଙ୍କ ଉପରେ କହିଥିଲି। ଆମେ 4th paragraph କୁ ଯାଉଛୁ। But by what individual faculty or standard shall the innovator find out his new foundation or establish his new measure? ଏଟା ଗୋଟେ ପ୍ରଶ୍ନ। ବର୍ତ୍ତମାନ ଯିଏ ପ୍ରତିଷ୍ଠା କରିବେ କନଭେନସନାଲ ଯୁଗକୁ ଭାଙ୍ଗିକିରି ଇଣ୍ଡିଭିଜୁଆଲିଜିମର ଏଇ ନୂତନ ସତ୍ୟକୁ ଯିଏ ସ୍ଥାପନା କରିବେ ତାଙ୍କୁ କୁହାଯିବ ଇନୋଭେଟର। ଇନୋଭେଟର ମାନେ ହେଲେ ନବ ପ୍ରବର୍ତ୍ତକ, ଆଉ ନ୍ୟୁ ଫାଉଣ୍ଡେସନ ନୂତନ ଭିତ୍ତି। ପ୍ରଶ୍ନ ହଉଛି ଯେ ବାଇ ହ୍ୱାଟ ଇଣ୍ଡିଭିଜୁଆଲ ଫ୍ୟାକଲ୍ଟି, ଇଣ୍ଡିଭିଜୁଆଲ ମାନେ ବ୍ୟକ୍ତି, ଫ୍ୟାକଲ୍ଟି ମାନେ ସାମର୍ଥ୍ୟ, କେଉଁ ବ୍ୟକ୍ତିଗତ ସାମର୍ଥ୍ୟ ଯୋଗୁଁ, or standard ମାନଦଣ୍ଡ ଯୋଗୁଁ, shall the innovator find out his own foundation, କେଉଁ ସାମର୍ଥ୍ୟ ଏବଂ କେଉଁ ମାନଦଣ୍ଡ ଦ୍ୱାରା ଇନୋଭେଟର ଜଣକ, ନବପ୍ରବର୍ତ୍ତକ ଜଣକ ନୂତନ ଭିତ୍ତିର ଆବିଷ୍କାର କରିପାରିବେ। ଏଇଟା ଠିକ ବୋଲି ସେ କେମିତି ଜାଣିଲେ? ତାଙ୍କ ପାଖରେ ସାମର୍ଥ୍ୟ କଣ, ତାଙ୍କ ପାଖରେ ମାନଦଣ୍ଡ କଣ? or establish his new measures, जो नूतन मेजरटीକୁ ସେ ନେଇଛନ୍ତି ପଦକ୍ଷେପଟି, ସେଟାକୁ ସେ ଏଷ୍ଟାବ୍ଲିଶ କରିପାରିବେ, ପ୍ରତିଷ୍ଠିତ କରିପାରିବେ। ତେଣୁ ଆମକୁ ଦେଖିବାକୁ ପଡିବ ଯେ ସେଇ ସାମର୍ଥ୍ୟଟା କଣ, ସେ ମାନଦଣ୍ଡଟି କଣ। ଆପଣ କଣ ଲାଗୁଛି କହିଲେ କୋଉଟା ମାନଦଣ୍ଡ ହେଇଥିବ? ଏକ୍ଜାକ୍ଟଲି ନଲେଜ, possible forms of knowledge, available enlightenment। କୋଉ ବ୍ୟକ୍ତି ପରିବର୍ତ୍ତନ ଆଣିପାରିବ? ଯୋଉ ବ୍ୟକ୍ତିର ଏନଲାଇଟେନମେଣ୍ଟ ହେଇଛି, ସେ ଆଲୋକିତ ହେଇଛି ନିଜେ, ଏବଂ ଯୋଉ ବ୍ୟକ୍ତି ଜ୍ଞାନରେ ସିଦ୍ଧ ହଉଛି, ସେ ବ୍ୟକ୍ତି ପରିବର୍ତ୍ତନ ଆଣିପାରିବ। ତେଣୁ ପ୍ରଭୁ ଲେଖୁଛନ୍ତି ଏଭିଡେଣ୍ଟଲି, ସ୍ପଷ୍ଟତଃ, ଇଟ୍ ୱିଲ୍ ଡିପେଣ୍ଡ ଅପନ୍ ଦ ଆଭେଲେବଲ ଏନଲାଇଟେନମେଣ୍ଟ ଅଫ ଦି ଟାଇମ୍। ସେଇ କାଳରେ ଉପଲବ୍ଧ କଣ, ଆଲୋକାୟନ ଉପରେ, ଏନଲାଇଟେନମେଣ୍ଟ ଉପରେ। କେତେ ବେଶୀ ଲୋକମାନେ ଆଲୋକ ଉନ୍ମୁଖ, କେତେ ବେଶୀ ଲୋକମାନେ ଆଲୋକିତ ମାନେ ଜ୍ଞାନୀ ସେଇ ସମୟରେ। ଏଣ୍ଡ ପସିବଲ ଫର୍ମସ ଅଫ ନଲେଜ, ଗୋଟେ ସମ୍ଭାବ୍ୟ ଜ୍ଞାନର ରୂପ, ଟୁ ହ୍ୱିଚ ହି ହାଜ ଆକ୍ସେସ, ଯାହାକୁ ସିଏ ପ୍ରବେଶ କରିଛି। ଆମେ ଏଇ ଆଲୋଚନା ବେଳେ କେବେ କେବେ ଆମ୍ବେଦକରଙ୍କୁ ବି ଆଣିଛନ୍ତି। ଛୋଟ ଦିନେ ସବୁ ଆମକୁ ଆମ୍ବେଦକରଙ୍କ ବିରୁଦ୍ଧରେ ଅନେକ କଥା କୁହାଯାଉଥିଲା, ମୁଁ ବି ସେଟା ଭାରି ବିଶ୍ୱାସ କରୁଥିଲି। ଯେତେବେଳେ ମୁଁ ତାଙ୍କ ଜୀବନଟିକୁ ପଢିଲି,
कि श्रद्धाशील कि अद्भुत जीवनटे माने कि दारिद्र्य से भोग कर कि निष्पेषण भोग कर विदेश रे पाठ पढ़ी विदेश रे पाठ पढ़िया कारण एनलाइटेंड होती से पॉसिबल फॉर्म्स ऑफ नॉलेज ताके पाखरे थिला संभाव्य ज्ञान प्रथमे धर्म क्षेत्र परिवर्तन होता भी कौन है बहुत किसी परिवर्तन अन्य यूरोप रे अन्य प्रांत पृथ्वी अन्य प्रांत किसी परिवर्तन है भारत रे बड़ अद्भुत अवस्था आम अच्छा धर्म रे संदीपनीटा जो एनलाइटेनमेंट प्रकृत रे नाही से बड़ी समाज और राजनीति क्षेत्र भी नाना कथा परिवर्तन है यार चेतनार कौन भूमिका रही आम व्यक्तिगत जीवन जंत्रणा गुड़ी आधार रे से गुड़ी आम सब आलोचना करवा अर्थात मोटामोटी आम आउ थे 4th पैराग्राफ रू आमर पढ़ापढ़ी आरंभ करवा सबुठार गुरुत्वपूर्ण कथा हूँ कथाटी को बुझा जे वास्तव रे कन्वेंशन रे हमको कौन असुविधा अच्छी इंडिविजुअलिज्म रे कौन सुविधा रही इंडिविजुअल व्यक्तिर के आउ एक नूतन व्यवस्था आसी पारिबो कि एटा होचे ह्यूमन साइकिल लक्ष्य मानव चक्र किभଳି गति करछि समस्त को अनेक अनेक शुभेच्छा सहित आज आलोचना को ये समापन करुछि समस्त को पुनः देखा वंदे मातरम।